ସନ୍ଧ୍ୟା ବେଳେ ହଠାତ୍ ଆମ ଗାଈମାନଙ୍କ ସହିତ କ'ଣ ଏମିତି ହେଲା ଯେ ଆମେ ସମସ୍ତେ ଘର କାନ୍ଦିବା ପାଇଁ ପଡ଼ିଲା। ଭିଡ଼ିଓଟି କଣ୍ଟିନ୍ୟୁ କରନ୍ତା ନିହାତି ଜାଣିପାରିବେ। ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ ସାହା। ତ ଚାଲନ୍ତୁ ସାଙ୍ଗମାନେ ଆଜିର ଭିଡ଼ିଓଟି ଆରମ୍ଭ କରିବା। ସବୁ ଘରର ଘରଣୀ ସବୁବେଳେ ବ୍ୟସ୍ତ ରୁହନ୍ତି, ହେଲେ ଏହି ବ୍ୟସ୍ତତା ମଧ୍ୟରେ ନିଜ ପାଇଁ ସମୟ କାଢ଼ିବା ନିହାତି ଦରକାର। ପ୍ରତ୍ୟେକ ସଦସ୍ୟ ଦାୟିତ୍ୱ ସେ ଘରଣୀ ଉପରେ ଥାଏ, ହେଲେ ସେ ଘରଣୀ ନିଜକୁ ଖୁସି ରଖିବା ଦରକାର, ନିଜକୁ ସମୟ ଦେବା ନିହାତି ଆବଶ୍ୟକ। ଏମାନେ ଆମ ଘରର ଗୋଟେ ଗୋଟେ ସଦସ୍ୟ ପରି ହେଇଯାଇଛନ୍ତି। ୟାଙ୍କମାନଙ୍କୁ ନ ଦେଖିଲେ ତ ଜମାରୁ ବି ଭଲ ଲାଗେନି, ଦିନଟା ତ ଜମାରୁ ବି ଭଲରେ କଟେନି। କିଛି ଦିନ ହେଲା ଗାଈମାନଙ୍କୁ ବାହାରକୁ ଛାଡ଼ା ହେଉଥିଲା ଘାସ ଚରିବା ପାଇଁ, ତ ଠିକ୍ ଟାଇମ୍ରେ ସବୁଦିନେ ପଳେଇ ଆସନ୍ତି। ତ ଆଜି କ'ଣ ହେଲା କି କିଛି କାମ ପାଇଁ ବାବା ଗାଈମାନଙ୍କୁ ଛାଡ଼ି କିଛି ସମୟ ପାଇଁ ଘରକୁ ପଳେଇ ଆସିଥିଲେ। ସେଇ ଭିତରେ ଗାଈମାନେ ଜଙ୍ଗଲ ଭିତରେ ପଶି ଯାଇଛନ୍ତି। ଟାଇମ୍ ହେଲା 3ଟା 4ଟା ଭିତରେ ଗଲା ଭିତରେ ଗାଈମାନେ ନାହାନ୍ତି, ତ ଦୁନିଆ ସାରା ଖୋଜା ପଡ଼ିଲାଣି। ଆମ ଘରେ ସମସ୍ତେ ଚିନ୍ତାରେ ଥିଲୁ ଗାଈମାନେ କୁଆଡ଼େ ଗଲେ କୁଆଡ଼େ ଗଲେ ବୋଲି। ତ ଠିକ୍ ଟାଇମ୍ରେ ଭଗବାନଙ୍କ ଦୟାରୁ 6ଟା ଭିତରେ ଗାଈମାନେ ନିଜେ ନିଜେ ଘରେ ଆସିକି ପହଞ୍ଚି ଯାଇଥିଲେ। ତ ଆମ ସମସ୍ତଙ୍କର ତ ଖୁସି କହିଲେ ଆଉ ନ ସରେ। ଭଗବାନଙ୍କୁ ତ ଅଶେଷ ଅଶେଷ ଧନ୍ୟବାଦ। ଏମାନଙ୍କ ପାଇଁ ନିହାତି ଗୋଟେ ଲାଇକ୍ କରିଦେବେ ସାଙ୍ଗମାନେ। ରହୁଛି ଜୟ ଜଗନ୍ନାଥ। ପୁଣି